रूपाथलिया न्यूज को अनेक अनेक शुभेच्छा और शुभकामना। आज सांबादिकता दिवस यही अवसर में निजक जी दीर्घदिन धरी सांबादिकता भाई एक गुरुत्वपूर्ण भूमिका बहुमूल्य समय सांबादिकता कई नुहति बालेश्वर जिला सिमुलिया ब्लकर सिमुलियार संवादर प्रतिनिधि बंधु कृष्णचंद्र भूया सहित एक अंतरंगालाप भाई रूपाथलिया को अनेक अनेक शुभेच्छा और शुभकामना। आपको परिचय देवे। कृष्णचंद्र भूया सिमुलियार संवादर सांबादिक आप निजर जन्मस्थान कौटी आ बापा ना कौन? जन्मस्थान है बोरी पंचायत बोरी ग्राम बापा है स्वर्गत अच्युतानंद भूया। ଆପଣ ଏଇ ଯେଉଁ ସାମ୍ବାଦିକତା ଆପଣ ଜଣେ ଉଚ୍ଚଶିକ୍ଷିତ ଅର୍ଜନ କରିଥିଲେ, ଆପଣ ଶିକ୍ଷକତା ବି କରୁଥିଲେ, ହାଇସ୍କୁଲ ଶିକ୍ଷକତା କରୁଥିଲେ, ତାପରେ ସମ୍ବାଦ ସଂଗ୍ରହ କରିବା ଏବଂ ସମ୍ବାଦ ପ୍ରେରଣ କରିବା ଏଭଳି ଏକ ଗୁରୁ ଦାୟିତ୍ୱ କାହିଁକି ବଢ଼ିବ? ସବୁ କ୍ଷେତ୍ରରେ ଅର୍ଥ ମାନେ ଲାଞ୍ଚ ଯେଉଁ ମାଗିଲେ ସବୁ କ୍ଷେତ୍ରରେ ଅର୍ଥର ଆବଶ୍ୟକତା ରହିଲା। ଯେକୌଣସି କାମ କରିବାକୁ ଗଲେ ସମସ୍ତ ଅର୍ଥ ମାଗିବେ। ସେଇଥିପାଇଁ ତାକୁ ବହନ କରିବା ନିମନ୍ତେ ଆମେ ସମ୍ବାଦରେ ଇଏ କରି ଯେମିତି ଲୋକ ନ୍ୟାୟ ପାଏ ସେଇଥିପାଇଁ এই অর্থ কারবার বন্ধ করা নিষ্পত্তি সংবাদে তৎকালীন জিএম অরবিন্দ দাস প্রেরণার উৎসাহিত হয়ে সম্বাদ 1999 মସିହାରେ। আচ্ছা, সাংবাদিকতা সম্বাদ সংগ্রহ করা এ দিগরে বহুত বাধাবিঘ্ন সৃষ্টি হয়, আপনার কোণ সব বাধাবিঘ্ন অতিক্রম করছেন? মানে জীবনের বহুত বাধাবিঘ্ন প্রথমে সাংবাদিকতা হেলাপরে ধমক চমক পাইছু। নেতাଙ୍କ ଠାରୁ କଣ୍ଟ୍ରାକ୍ଟରଙ୍କ ପାଖରୁ ଧମକ ଚମକ ହେଇଛି, ତାଙ୍କ ବିରୁଦ୍ଧରେ ନ୍ୟୁଜ୍ ଗଲେ ସେମାନେ କରନ୍ତି। ତାପରେ ମଧ୍ୟ ଚରିତ୍ର ସଂହାର କରିବା ପାଇଁ ମଧ୍ୟ କିଛି ଲୋକ ପଛେଇ ନଥିଲେ, କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ଆଉ ନିଷ୍ଠା ବଳରେ ମୁଁ ସେଥିରେ ମଧ୍ୟ ଉତରି ଯାଇଛି ଏବଂ ସେଇ ଗୋଟିଏ ପେପରରେ ଦୀର୍ଘ 25 ବର୍ଷ ହେଲା କାମ କରିଛି। ଏବେ ଆପଣଙ୍କର ଭବିଷ୍ୟତ ଲକ୍ଷ୍ୟ କ'ଣ ଅଛି? ଭବିଷ୍ୟତ ଲକ୍ଷ୍ୟ ଯେ ସମାଜର ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନେ କେମିତି ଭଲ କାମ କରିପାରିବେ ଏବଂ ନିଜକୁ ନିଜେ ପ୍ରତିଷ୍ଠିତ କରିପାରିବେ, ଏହା ହେଉଛି ମୋର ଲକ୍ଷ୍ୟ। ଧନ୍ୟବାଦ। ଦେଖୁଥିଲେ ଆମେ ଭାଇଙ୍କ ସହିତ ଦୁଇ ପଦ ଆଲୋଚନା କରୁଥିଲୁ। ଦେଖିବେ ସକାଳ ହେଲେ ପୁଣି ଅପରାହ୍ନ ପର୍ଯ୍ୟନ୍ତ ଯିଏ ଏକ ଏଇ ଯେଉଁ ନ୍ୟାସନାଲ ହାଇକୋର୍ଟରେ ଯେଉଁ ଅଛି ରାସ୍ତା ପାଖରେ ବସନ୍ତି ଏବଂ ଦିନ ତମାମ ଯାହା ସଂଗ୍ରହ କରିଥାନ୍ତି ତାକୁ ସମ୍ବାଦ କାର୍ଯ୍ୟାଳୟକୁ ପଠାନ୍ତି ଏବଂ ଅବଶିଷ୍ଟ ସମୟ ସମ୍ବାଦରେ ପଠାନ୍ତି। ବର୍ତ୍ତମାନ ଏଠି ସମ୍ବାଦର କେତେ ଯାଉଛି ସଂଖ୍ୟା ଯାଉଛି? ବର୍ତ୍ତମାନ ସମ୍ବାଦ ହେଉଛି 550ଟା ଆସୁଛି। 550 ସମ୍ବାଦକୁ ଖବରକାଗଜକୁ ସେ ଦୈନିକ ଖବର ପତ୍ରିକା ସହିତ ପ୍ରମେୟ, ସମାଜ, ଧରିତ୍ରୀ, ଟାଇମ୍ସ ଅଫ୍ ଇଣ୍ଡିଆ ପେପର ମଧ୍ୟ ସେଭଳି ଏକ ବନ୍ଧୁଙ୍କ ପାଖରେ ଆମେ ପହଞ୍ଚୁ। ଏବଂ 10ଟା ପରିବାରକୁ ଆମେ ଦାନା ଦେଉଛୁ, ମାନେ ହକ ରଖି 10ଟା ପରିବାରକୁ ଦାନା ଦେଉଛନ୍ତି। ସେ ମଧ୍ୟ ଉତ୍କଳ ସାମ୍ବାଦିକ ସଂଘର ସିମୁଳିଆ ବ୍ଲକର ଜଣେ ବରିଷ୍ଠ କର୍ମକର୍ତ୍ତା। ଭାଇଙ୍କୁ ପାଖରେ ଆମେ ପହଞ୍ଚୁ। ଅତ୍ୟନ୍ତ ବନ୍ଧୁବତ୍ସଳ ଅଛି ତାଙ୍କର ଯେଉଁ ଆତିଥ୍ୟତା ସୁନ୍ଦର ଭାବରେ ନିଶ୍ଚିତ ଭାବରେ ତାକୁ ବୁଝିବାର ନୁହେଁ। ଆମେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବୁ ସେ ସହାୟ ହୁଅନ୍ତୁ, ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏମିତି ଜନସେବାରେ ନିଜକୁ ନିୟୋଜିତ କରନ୍ତୁ। ଏ ଆଶା ଓ ଭରସା ରଖି ସେହି ମଙ୍ଗଳମୟ ଭଗବାନଙ୍କ ନିକଟରେ ତାଙ୍କ